ଥଣ୍ଡାରେ ଥରୁଛି ସାରା ରାଜ୍ୟ। ଜାଡ଼ ମାଡ଼ରେ ଜଡ଼ସଡ଼ ହୋଇଗଲାଣି ଜନଜୀବନ। ପାରଦ ତଳମୁହାଁ ହେବା ସାଙ୍ଗକୁ ବଢ଼ୁଛି ଶୀତର ପ୍ରକୋପ। ସଞ୍ଜ ନଇବା ମାତ୍ରକେ ବଢ଼ୁଛି ଥଣ୍ଡା। ଜନଗହଳିପୂର୍ଣ୍ଣ ଓ ରାସ୍ତା ଖାଁ ଖାଁ ହୋଇ ପଡ଼ୁଛି। ଉପକୂଳ, ପଶ୍ଚିମ ଦକ୍ଷିଣ ଓଡ଼ିଶା ସବୁଠି ବଢ଼ିଲାଣି ଥଣ୍ଡା। କନ୍ଧମାଳ ଜିଲ୍ଲାରେ 10 ଡିଗ୍ରୀ ତଳେ ପାରଦ ରହୁଥିବା ବେଳେ ଘନ କୁହୁଡ଼ି ସକାଳ 9ଟା ପର୍ଯ୍ୟନ୍ତ ଛାଡ଼ିବାର ନାଁ ଧରୁନି। ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା 8 ଡିଗ୍ରୀ ରହିଛି। ଶୀତ ଋତୁରେ ଓଡ଼ିଶା ଆସୁଛନ୍ତି ବିଦେଶୀ ପକ୍ଷୀ। ସେ ନେଇ ସୂଚନା ଦେଇଛନ୍ତି ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ। ସେହିପରି ବାଲିଗୁଡ଼ା, ଜି ଉଦୟଗିରି, ରାଇକିଆ, ଟିକାବାଲି, ତୁମୁଡ଼ିବନ୍ଧ, କୋଟଗଡ଼ ସମେତ ବିଭିନ୍ନ ଅଞ୍ଚଳରେ ଦିନ ତମାମ କୋହଲା ପବନ ସାଙ୍ଗକୁ ଥଣ୍ଡା ଅନୁଭୂତ ହେଉଛି। ଲୋକେ କାଠ ଜାଳି ନିଆଁର ସାହାରା ନେଉଛନ୍ତି। ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ପାରଦ ଖସୁଥିବା ବେଳେ ଘନ କୁହୁଡ଼ି ଲାଗି ରହିଛି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଚାହା ଦୋକାନରେ ମଧ୍ୟ ଭିଡ଼ ଲାଗିଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଦୁନିଆ।